ମଣିଷମାନଙ୍କର ପ୍ରକୃତ ବନ୍ଧୁ କିଏ ତାହା ଆଜି ଆମେ ଆଲୋଚନା କରିବା। ଯେ ପ୍ରତ୍ୟେକ ମଣିଷର ଯଦି ତାହାର ପ୍ରକୃତ ବନ୍ଧୁ ନ ମିଳେ ତାହେଲେ ସେ ଶାନ୍ତି ଆନନ୍ଦ ଉଲ୍ଲାସରେ ତା ଜୀବନ କଟିବ ନାହିଁ। ତାହେଲେ ପ୍ରକୃତ ବନ୍ଧୁ କିଏ? ନା ସ୍ଥିରତା ହିଁ ମଣିଷର ପ୍ରକୃତ ବନ୍ଧୁ। ଯଦି ମଣିଷ ସ୍ଥିର ରହେ ତାହେଲେ ହିଁ ତା ମାନସିକ ସ୍ଥିତି ନିଶ୍ଚିତ ଭାବରେ ହିଁ ঊର୍ଦ୍ଧ୍ୱଗାମୀ ହୋଇଥାଏ ଏବଂ ଆନନ୍ଦ ପାଏ। ଏବଂ ସ୍ଥିର ରହିଲେ ମଣିଷ ସବୁ ପ୍ରକାର ଉନ୍ନତି କରେ। ତେଣୁ ସ୍ଥିରତା କେବେ କୌଣସି ବି ମଣିଷଙ୍କୁ ଠକେ ନାହିଁ ବା ଧୋକା ଦିଏ ନାହିଁ। ତେଣୁ ଆପଣମାନେ ଜାଣିଲେ ସ୍ଥିରତା ହିଁ ପ୍ରତ୍ୟେକ ମଣିଷର ପ୍ରକୃତ ବନ୍ଧୁ ଅଟେ। କିନ୍ତୁ କେତେବେଳେ ଆପଣ ସ୍ଥିରତାର ପ୍ରକୃତ ବନ୍ଧୁର ସନ୍ଧାନ ଆପଣ ପାଇବେ ବା ଆପଣଙ୍କୁ ମିଳିବ ଯେତେବେଳେ ଆପଣ ସତ୍କର୍ମ ସତ୍ଚିନ୍ତା ସଦ୍ଭାବନାରେ ରହିବେ। ସେତେବେଳେ ନିଶ୍ଚିତ ଭାବରେ ହିଁ ଆତ୍ମା ପରମାତ୍ମାଙ୍କର ମିଳନ ହୋଇଥାଏ। ଯେଉଁ ଆତ୍ମା ଆପଣଙ୍କ ଶରୀର ଭିତରେ ଅଛି ଯାହା ପରମାତ୍ମାଙ୍କର ବିଭୂତି ରୂପକ ଶକ୍ତି, ସେଇ ଆତ୍ମା ଯେତେବେଳେ ପରମାତ୍ମା ସୃଷ୍ଟିକର୍ତ୍ତାଙ୍କର ସହିତ ମିଳନ ହୋଇଥିବ ସେତେବେଳେ କ'ଣ ହେବ ନା ଆପଣ ସ୍ଥିର ହୋଇଯିବେ। ସ୍ଥିର ହେଲେ କ'ଣ ହେବ ନା ଆପଣଙ୍କୁ ଶାନ୍ତି ମିଳିବ। ଆଉ ଯେଉଁ ସ୍ଥିରତା ହିଁ ଆପଣଙ୍କୁ ଜୀବନରେ କେବେ କୌଣସି ସ୍ଥାନରେ ବା କୌଣସି ଆପଣଙ୍କର ଜୀବନର ଲକ୍ଷ୍ୟ ପଥରେ ଧୋକା ଦେବ ନାହିଁ। କାରଣ ପ୍ରକୃତ ଆନନ୍ଦ କେବଳ ପୁସ୍ତକରୁ ମିଳିନଥାଏ ବା ପୁସ୍ତକ ଜ୍ଞାନରେ ମିଳିନଥାଏ, ମସ୍ତକ ଜ୍ଞାନରେ ମିଳିଥାଏ। ଯେଉଁ ମସ୍ତକ ଜ୍ଞାନ ଯଦି ଆପଣ ସ୍ଥିର ଥିବେ ତାହେଲେ ହିଁ ପରମାତ୍ମାଙ୍କ ପାଖରୁ ଆସିବ, ଯାହାଦ୍ୱାରା କି ଆପଣ ଆନନ୍ଦରେ ରହିବେ। ତେଣୁ ଆପଣ ଚିନ୍ତା କରନ୍ତୁ ଯେ ଆପଣଙ୍କର ପ୍ରକୃତ ବନ୍ଧୁ କିଏ। କ'ଣ ଜାଣିଲେ ନା ପ୍ରକୃତ ବନ୍ଧୁ ହେଉଛି ସ୍ଥିରତା। ତେଣୁ ଆପଣ ସ୍ଥିର ରହିବାକୁ ଚିନ୍ତା କରନ୍ତୁ। ସ୍ଥିର ରହିବାକୁ ହେଲେ ଆପଣ ସତ୍କର୍ମ ସଦ୍ଭାବ ଏବଂ ସଚ୍ଚିନ୍ତନରେ ରହନ୍ତୁ। ରହିଲେ ନିଶ୍ଚିତ ଭାବରେ ଆପଣଙ୍କର ସ୍ଥିରତା ଆସିବ। ଆସିଲେ ହିଁ ଆପଣ କ'ଣ କରିବେ ନା ପ୍ରକୃତ ବନ୍ଧୁର ସନ୍ଧାନ ପାଇ ନିଜର ଯେଉଁ ଏ ସଂସାରରେ ଆପଣ ଲୀଳାଖେଳା କରିବା ପାଇଁ ପରମାତ୍ମାଙ୍କ କୃପାରୁ ଆସିଛନ୍ତି ନିଜର ଆନନ୍ଦ ନିଜେ ପାଇପାରିବେ। ତେଣୁ ସ୍ଥିରତା ହିଁ ଆପଣଙ୍କର ପ୍ରକୃତ ବନ୍ଧୁ ଅଟେ।